ଭଙ୍ଗା ଖେଳଣା। ବଗିଚାର ଫାଳକରେ ଖରା, ଯେଉଁଠି ଧାଡ଼ିଏ ଗେଣ୍ଡୁ ଫୁଲ ଫୁଟିଛି ସେଇଠି ଖରା ଛିଡ଼ି ଯାଇଛି। ଫୁଲ ଅଧେ ଖରାରେ ଅଧେ ଛାଇରେ, ଅଧେ ଖରା ପହୁଁଛି ଆର ଅଧକ ବିଚରା ଶୀତରେ ଥରି ଯାଉଥିବ। ଏ ପାଖ ଫୁଲରେ ପ୍ରଜାପତି ବସିଛି, ଆର ପାଖକୁ ଯିବ ନାହିଁ। ହେଇ ଗଲା ଗଲା ଦୂର, ପୁଣି ଫେରି ଆସିଲା ଦୁଷ୍ଟ। ଏ ପାଖ ଫୁଲ ହସୁଛି, ଗୋଟି ଗୋଟି କରି ସବୁ ପାଖୁଡ଼ା ଦେଖାଇ ହସୁଛି। ଆର ପାଖ ଫୁଲ ହସୁନାହିଁ, ଶୀତରେ ମେଞ୍ଚି ହୋଇ ଅନେଇଛି ତଳକୁ। ହାତରେ ଧରିଲେ ହାତ ଥଣ୍ଡା ହୋଇଯିବ, ଫୁଲ ଉଷମ ହେବ ନାହିଁ। ଗୋଡ଼ରେ ଚିନାବାଦାମ ଚୋପାଟା ମକଚି ହୋଇଗଲା। ଗୀତା ତାକୁ ପାଦରେ ଠେଲି ପକାଇଦେଲା ତଳକୁ, ଦରମାଲା ସେବତୀ ଗଛ ମୂଳକୁ। 10 ବର୍ଷର ଝିଅ, ବଡ଼ଦିନ ଛୁଟିର ଗୋଟିଏ ଦ୍ୱିପ୍ରହରେ ବାରି ପାହାଚରେ ବସି ଅନେଇଛି ଖରାକୁ। ଭାବନାର ଛବି ଦୌଡ଼ୁଛି ମନ ଭିତରେ। ଆମ ସ୍କୁଲରେ ବଡ଼ ଫୁଲ ଅଛି, ଗୋଲ ହୋଇ ହଳଦିଆ ପାଖୁଡ଼ା, ସନଫ୍ଲାୱାର। କୁଳିଆ କହେ ସୂରଜମୁଖୀ, କୁଆଡ଼େ ଖାଲି ସୂର୍ଯ୍ୟକୁ ନେଇ ରହିଥାଏ। କୁଳିଆଟା ମିଛୁଆ, ସନଫ୍ଲାୱାର ସୁନ୍ଦର ନୁହେଁ, ଖାଲି ବଡ଼ ମୁହଁ। ମିସେସ୍ ଘୋଷାଲଙ୍କ ପରି ହ ହ ହୋଇ ହସନ୍ତି। ଦାନ୍ତଗୁଡ଼ା ବଡ଼ ବଡ଼ ଦେଖାଯାଏ। ଲମ୍ବା କୋଟ୍ରେ ବୋତାମଗୁଡ଼ା ଏତେ ବଡ଼ ବଡ଼। ମୋଟା ଗୋରା ଗୋରା ହାତ ପାପୁଲିରେ ଟେବୁଲ ବାଡ଼ାନ୍ତି। ଷ୍ଟପ୍ ଟକିଂ। ମାଷ୍ଟର ଆସିନାହାନ୍ତି, ବୋଉ ଶୋଇଛି। ବୋଉ ମୁହଁ ସୁନ୍ଦର, ହେଲେ ବୋଉ ଖାଲି ରାଗୁଛି ଆଜିକାଲି। ହସିଲେ ତା ମୁହଁ ସୁନ୍ଦର ଦେଖାଯାଏ, ରାଗିଲେ ଅସନା ଦେଖାଯାଏ। ମିଛୁଟାରେ ରାଗୁଛି ମୋ ଉପରେ। କାଲି ରାଜୁ ମୋ ଛବି ବହି ଚିରିଦେଲା, ମୋ ରଙ୍ଗ ପେନସିଲ ଭାଙ୍ଗିଦେଲା, ଆଉ ମୁଁ ମାରିଲେ ଦୋଷ ହେଲା ମୋର। ବୋଉ ମୋତେ ମାରିଲା, ରାଜୁକୁ ବି ମାରିଲା, ଖାଲି ପାଟି କଲା, ତମେ ଗୁଡ଼ାକ ମରିଯାଆନ୍ତ କି କୁଳାଙ୍ଗାର ଛୁଆ। ବୋଉ ଖାଲି ରାଗୁଛି, ମିଛୁଟାରେ ରାଗୁଛି। ବୋଉ କୁଳିଆ ଉପରେ ବି ରାଗୁଛି। ରାଗି କରି ସେଦିନ ଦୁଧ ଗ୍ଲାସଟା ଠେଲିଦେଲା ଯେ ଗ୍ଲାସ ଭାଙ୍ଗିଗଲା। ଆଉ ଆମେ ଭାଙ୍ଗିଥିଲେ? ଖରା ଗଲାଣି ସେ କାନା ଗଛ ଯାଏ, ଖାଲି ଲମ୍ବା ଲମ୍ବା ବଡ଼ ବଡ଼ ପତର। ଫୁଲ ବୋଲି କିଛି ନାହିଁ। ଆମ ସ୍କୁଲରେ କେତେ ଫୁଲ ଫୁଟିଛି, ନାଲିଆ ହଳଦିଆରେ ନାଲି ଛିଟା। ସଭା ସେଦିନ ଗାଳି ଖାଇଲା ଫୁଲ ଛିଣ୍ଡାଇଲା ବୋଲି। ବୋଉ ଆମ ବଗିଚାକୁ ମୋଟେ ଦେଖୁନାହିଁ, ଖାଲି ମାଳି ଉପରେ ରାଗୁଛି। ଶୀତ କଲାଣି, ପପି କୁକୁରଟା ବକା ଘାସରେ ଗଡ଼ୁଛି। ଶୀତ କରୁନାହିଁ ତାକୁ। ତାଙ୍କ ଘରର ସେ ଅପରିଚ୍ଛନ୍ନିଆ କାଳିଆ କୁକୁରଟା ଆସିଲେ ଭୁସ୍ କରି ଦୌଡ଼ି ପଳାଇବ, ବଦମାସ। ହେଇରେ ଗୋଟିଏ ପ୍ରଜାପତି, କେଡ଼େ ସୁନ୍ଦର ଚିତ୍ରିଆ ପ୍ରଜାପତି। ହଳଦିଆ ଦେହରେ କଳାଗାର, ଚିତ୍ରିଆ ପାଚିଲା କଦଳୀ, ଚିତ୍ରିଆ କାନ ଫୁଲ। ଯାଉଛି ଧରିବି। ଗଲା ଗଲା ଉଡ଼ିଗଲା, ଗଲା ତାଙ୍କ ଘରକୁ। ଡେଣାକୁ ଖାଲି ଉଠଉଛି ପକଉଛି। ପପି ତା ଲାଙ୍ଗୁଡ଼ ହଲଉଛି ଯେମିତି। 1 2 3 4 ତାଙ୍କ ଘର ଆଡ଼କୁ ଗଲା। କୁଆଡ଼େ ଗଲା? ହେଇ, ତାଙ୍କ ଘର ବାପା ଆସିଗଲେଣି ତାଙ୍କ ସାନ ପୁଅକୁ କୋଳରେ ଧରି। ଏତେ ଜଲ୍ଦି ଅଫିସରୁ ଆସିଗଲେଣି। ଆଉ ଆମ ବାପା ଆସିବେ ରାତି ପହରକେ। ତାଙ୍କ ପୁଅକୁ ଧରି ଗେହ୍ଲା କରୁଛନ୍ତି, ଚଢ଼େଇ ଦେଖାଉଛନ୍ତି। ତା ନାଁ କ'ଣ ତ ଟୁନୁ। ଆମର ସେମିତି ଗୋଟେ ଛୋଟ ପିଲା ଥାଆନ୍ତା କି, ରାଜୁ ବିଜୁଙ୍କର ମଜା ବାହାରି ଯାଆନ୍ତା। ବୋଉ ତାକୁ ଗେହ୍ଲା କରନ୍ତା, ରାଗନ୍ତା ନାହିଁ। ଆମ ବାପା ଆମକୁ ଗେହ୍ଲା କରନ୍ତି ଯେ ରାଜୁ ବିଜୁଙ୍କୁ ବେଶୀ ଗେହ୍ଲା କରନ୍ତି। ମୁଁ ବଡ଼ ହୋଇଗଲିଣି ପରା। ବାସନ୍ତୀ କହେ ତା ବାପା କୁଆଡ଼େ ତାକୁ ଯାଉଣୁ ଆସୁଣୁ ଗେହ୍ଲା କରନ୍ତି। ସକାଳୁ ଥରେ, ସଞ୍ଜରେ ଥରେ, ଆଉ ମଝିରେ ଯେତେ ଇଚ୍ଛା ସେତେ ଫୁଲେଇଟା। କିନ୍ତୁ ବାପା ଆଜିକାଲି ତ କାହାରିକୁ ଗେହ୍ଲା କରୁନାହାନ୍ତି। ଫେରିବେ ରାତି ହେଲାରୁ, ଗୁମ୍ କରି ବସିଯିବେ ଖଟ ଉପରେ। କିଛି ଟିକିଏ କହିଲା ବେଳକୁ ବିରକ୍ତ କର ନାହିଁ ମଣିଷକୁ, ଯାଉନା ବାହାରେ ଖେଳିବ। ବୋଉ ପଚାରିବ ଖାଇବାକୁ ଆଣିବି? କିଛି ଦରକାର ନାହିଁ, ଆସ୍ତେ କରି କହିବେ, ହସିବେ ନାହିଁ। କ'ଣ ହୋଇଛି ବାପାଙ୍କର? ଆଗେ ତ ଏମିତି ନଥିଲେ। ଆମେ ଯେତେବେଳେ ପୁରୀରେ ଥିଲେ, କେତେ ଦିନ ହୋଇଗଲାଣି, ବାପା ଦିନ ଥାଉଣୁ ଅଫିସରୁ ଫେରିବେ। ବୋଉ ନିଜେ ରୋଷେଇ ଘରେ ପଶି ପୁରୀ ଆଳୁ ଭଜା ତିଆରି କରୁଥିବ। ଧୂଆଁ କାନି ଆଖି କାନରେ ପଶି ଯାଉଥିବ। ବାପା ସିଧା ଆସି ମୋତେ କୋଳକୁ ଟାଣି ନେଇ ଗେହ୍ଲା କରିବେ, ତାପରେ ବୋଉକୁ ଗେହ୍ଲା କରିବେ। ବୋଉ ଚିଡ଼ୁଥିବ, ବାପା ଖାଲି ହସିବେ। ବାପା କ'ଣ ବୁଢ଼ା ହୋଇଗଲେଣି? କାହିଁ, ଦାନ୍ତ ପଡ଼ିନାହିଁ ତ, ବାଳ ବି ପାଚି ନାହିଁ। ରମା ଅପାର ଜେଜେ କେତେ ବୁଢ଼ା, ବାଳ ସବୁ ଧଳା ହୋଇଗଲାଣି। କେତେ ହସନ୍ତି ସେ। ଆମକୁ ସବୁ ପାଖକୁ ଟାଣି ଲୋଜେସନ୍ ଦିଅନ୍ତି, ଗୀତ ଶିଖାନ୍ତି। ବାପା କେତେ ଗୀତ ଶିଖାଉଥିଲେ ଆଗେ, ଭଜନ, ସିନେମା ଗୀତ, ହିନ୍ଦୀ, ଓଡ଼ିଆ। ରଘୁପତି ରାଘବ ରାଜା ରାମ, दे दी हमें आजादी बिन। गीता
ଗୁଣୁଗୁଣୁ ହୋଇ ଗୀତ ଆରମ୍ଭ କରିଦେଲା। ଗୋଡ଼ ଉପରକୁ ତଳକୁ ପକାଇଲା। ତାପରେ ହଠାତ୍ ବନ୍ଦ ହୋଇଗଲା। ତାର ଛୋଟିଆ ମୁହଁ ଗମ୍ଭୀର ହୋଇ ନରମ କାନ୍ଦୁରା ହୋଇ ଆସିଲା। ଟିକକରେ କାନ୍ଦି ପକାଇବ ଯେମିତି। ବାପା କାନ୍ଦୁଥିଲେ। ବାପା ଆଉ ଗୀତ ଗାଇବେ ନାହିଁ। ବାପା ବୁଢ଼ା ହୋଇଗଲେଣି। ସେଦିନ ଅଧରାତି। କ'ଣ ଡର ସପନ ଦେଖି ନିଦ ଭାଙ୍ଗିଗଲା ବେଳକୁ ଦେଖେ ଆଲୁଅ ଜଳୁଛି। ବାପା ଅନେଇଛନ୍ତି ଉପରକୁ। ଆଉ କାହା ଭଳିଆ, ଆମ ବାପା ପରି ନୁହେଁ। କାନ୍ଦୁ ନଥିଲେ ଯେ ମୁଁ ଭାବିଲି କାନ୍ଦିବେ। ଡର ମାଡ଼ିଲା। ବାପା ବୋଲି ପାଟି କଲାରୁ ଚମକି ପଡ଼ି ମୋ ଆଡ଼କୁ ଅନେଇ କହିଲେ, ଶୋଇପଡ଼, କାହିଁକି ପାଟି କରୁଛୁ? ସେ ବାପା ଆମ ବାପା ନୁହେଁ। ବାପାଙ୍କର କ'ଣ ହୋଇଛି? ଟିଂ ଟିଂ ଟିଂ। ମାଷ୍ଟ୍ରେ ଆସିଲେଣି। ନାଇଁ, ରୁଟିବାଲା। ବୋଉ ଉଠିବ। ଭେଁ। ବିଜୁ ନିଦରୁ ଉଠି କାନ୍ଦିଲାଣି। ବୋଉ ଉଠିବ, ଚିଡ଼ିବ ମୋ ଉପରେ। ଗୀତା, ଏ ଗୀତା, କୁଆଡ଼େ ଗଲା ସେ? ପଢ଼ା ନାହିଁ, ପଢ଼ି ନାହିଁ, ସାତ ମାଇକିନିଆଙ୍କ ପରି ବସିଥିବ ଯାଇ କେଉଁଠି। ଯାଉଛି ବୋଉ। ଚକା ଚକା ଭଉଁରୀ, ମାମୁଁ ଘର ଚଉଁରୀ, ମାମୁଁ ମୋତେ ମାଇଲେ। ହେ ରାଜୁ, ହାତ ଛାଡ଼ନା, ଜଲ୍ଦି ଗୋଡ଼ ପକା। ପୁନି, ତୁ ମୋ ହାତ ଧର। ଆଚ୍ଛା ଚାଲ, ସ୍କୁଲ ଖେଳ ଖେଳିବା। କୁହ, ରିଙ୍ଗା 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 ରଜେଶ, ପକେଟ୍ ଫୁଲ୍ ଅଫ୍ ପଜେସ୍। ଗୀତାକୁ ନେଇ ରାଜୁ, ବିଜୁ ଓ ପଡ଼ିଶା ଘର ପୁନି ନୂଆ ଗୀତ ଆରମ୍ଭ କରିଦେଲେ। ସମସ୍ତଙ୍କ ସାଙ୍ଗର ସବା ସାନ ବିଜୁ ବୋଲୁଥାଏ, ଲିଙ୍ଗା ଲିଙ୍ଗା ଲଜେଶ। ସକାଳର ହେମାଳ ଛାଡ଼ି ନଥାଏ। ଅଦିନିଆ ଓ ଦରକାରୀ ମେଘକୁ କାଟି ଖରା ଆସୁଛି ଏତେବେଳକେ। ଅଲ୍ ଫେଲ୍ ଡାଉନ୍। ଲଥ୍ କରି ବସି ପଡ଼ିଲେ ସମସ୍ତେ। କିଛି ସମୟ ବିଶ୍ରାମ। ଗୀତା ଅନେଇଲା ସାମ୍ନାକୁ। ଡାହାଣ କଡ଼ରେ ପ୍ରଧାନ ଘର ବାରିକୁ ଲାଗି ପାଣି ନାଳି। ଆଗରେ ଘାସ ପଡ଼ିଆ ଓ ଥାନ ଥାନରେ ପଥର ଓ ବୁଦୁବୁଦିଆ ଗଛ। ତା ସେ ପାଖକୁ ଉଇ ହୁଙ୍କା ଓ କାହିଁ ଦୂରରେ ବାପାଙ୍କର କଚେରୀ। ନାଲିଆ କୋଠା। ନୂଆ ଖରା ଆସି କାହାକୁ କେଉଁଠି ଛୁଇଁ ଦେଉଛି। ନାଳି ପାଖରେ ସେଗୁଡ଼ା ପଥର ନୁହେଁ, ଖଣ୍ଡେ ଖଣ୍ଡେ ହୀରା। ସେ ସବୁକୁ ନେଇ ଆସି ଗୋଲ ଗୋଲ କରି କାଟିଦେଲେ କେଡ଼େ ବଡ଼ ହାର ହୋଇଯିବ। ମାଷ୍ଟ୍ରେ କହନ୍ତି, ହୀରା ସବୁଠୁ ଦାମିକା, ସବୁଠୁ ଚକ୍ ଚକ୍। ଅନ୍ଧାରରେ ଆଲୁଅ କରିଦେବ। ବୋଉ ଖୁସି ହେବ। କହିବ, ଦେଖିଲଣି, ଗୀତା ମୋତେ ପ୍ରେଜେଣ୍ଟ ଦେଇଛି। କିଏ ଆସୁଛି ପ୍ରଧାନ ଘର ବାଟେ? ବାବୁଆ ଓ ତା ବାପା। ବାବୁଆ ଶାଗୁଆ ସ୍ୱେଟର ପିନ୍ଧିଛି। ହାତରେ ଖଣ୍ଡେ ବାଡ଼ି। ମୋଟା ଟୋକା, ଗେହ୍ଲା ଟୋକା। ସବୁ ଭାଙ୍ଗି ଭୁଙ୍ଗି ଦେବ ଏଇକ୍ଷଣି। କହିବ, ଖେଳିବା। ଆଖି ନାହିଁ, କାନ ନାହିଁ, ବାଜିଗଲେ ଦୋଷ ନାହିଁ। ସମସ୍ତଙ୍କୁ ପିଟିବ। କିଏ କାନ୍ଦିଲେ ବାପା ପାଖରେ ଗେହ୍ଲେଇ ହେବ। ମାଇଚିଆ ଟୋକା। ସବୁବେଳେ ବାପ କାନି ଧରି ବୁଲୁଥିବ। କ୍ଲାସରେ ତ ଫେଲ୍ ହେଉଛି, ଖାଲି ଫୁଟାଣି କାହିଁରେ କ'ଣ। ତା ପାଖରେ ତା ବାପା, ଗୋରା ହୋଇ ପତଳା ହୋଇ କେଡ଼େ ସୁନ୍ଦର। ସବୁବେଳେ ମୁରୁକି ମୁରୁକି ହସୁଥାନ୍ତି। ନୂଆ ବୋଉ, ଭୋକ କଲାଣି, କ'ଣ ଖାଇବାକୁ ଅଛି? କହି ଭିତରକୁ ପଶିଯିବେ। ବୋଉ ହସେ। ଆଲମାରିରୁ କ'ଣ ଆଣିଦିଏ, ନହେଲେ ରୋଷେଇ ଘରକୁ ପଶିଯାଇ କିଛି ତିଆରି କରିଦେବାକୁ। ବନୁ ଦାଦା ଗୋରା, ସୁନ୍ଦର। ବାବୁଆଟା ମୋଟା, ଅସନା। ତା ବୋଉ ବି ସେମିତିକା, କିନ୍ତୁ ମୋଟା ନୁହେଁ। ଖୁଡ଼ି କହିଲେ ମନା କରନ୍ତି। କହନ୍ତି, କହ ମାଉସୀ। କୁଆଡ଼େ ଯାଆନ୍ତି ନାହିଁ, ଖାଲି ଦର୍ପଣ ପାଖରେ ବସି ମୁଣ୍ଡ କୁଣ୍ଡାନ୍ତି। ଆଉ କୁଆଡ଼େ 3 ଓଳି ଗାଧୁଅନ୍ତି। ହଇଲୋ ଗୀତା, ତୋ ବୋଉ ଅଛି? ବାଡ଼ିରେ ଠକ୍। ଆଟେନସନ୍। ବାବୁଆ ଗର୍ଜୁଛି। ହଁ ଯାଉଛି। ବାବୁଆର କ'ଣ ସ୍କୁଲ ନାହିଁ ବନୁ ଦାଦା? ନୋ ନୋ ନୋ, ବାପା ସ୍କୁଲ ବନ୍ଦ କରିଦେଇଛନ୍ତି। ବାପା ଦେଖିଲ, ଗୀତା ମୋତେ ଚିଡ଼ଉଛି। ମୁରୁକି ହସା ଦେଇ ଦିହିଁକି ଟିକିଏ ଥାପୁଡ଼େଇ ଦେଇ ବନୁ ଦାଦା ଭିତରକୁ ପଶିଲେ। ଏଣେ ବାବୁଆର ନେତୃତ୍ୱରେ ଖେଳ ଚାଲିଲା। ଖେଳ ନୁହେଁ, ଦୌଡ଼ା ଦୌଡ଼ି, ଗୋଡ଼ାଗୋଡ଼ି। ଗୀତା ଏକୁଟିଆ ପଡ଼ିଗଲା। ନିଜକୁ ଏକୁଟିଆ କରିଦେଲା କହିଲେ ଭୁଲ ହେବ ନାହିଁ। ବୋଉ ଓ ବନୁଦା ବାରିପଟକୁ ଗଲେନି। ବନୁ ଦାଦାଙ୍କ ହସ ଶୁଭୁଛି। କେତେ ହସ ହସନ୍ତି ସେ। ବାରିରେ ଫୁଲ ଫୁଟିଛି, ଟମାଟୋ ହୋଇଛି, ବାଇଗଣ ହୋଇଛି। ଚିକ୍କଣ କଳା ବାଇଗଣ। ବାପା ଭଲ ପାଆନ୍ତି। କିନ୍ତୁ ସେଦିନ ତରକାରୀ ଖରାପ ହୋଇଥିଲା। ବୋଉ ବାଇଗଣ ଭାଜିବାକୁ କହିଲାରୁ କହିଲେ, ନାଇଁ ଥାଉ, ଦରକାର ନାହିଁ। ରାଗି କରି କହିଲେ ନାହିଁ, ଖାଲି ସେମିତି କହିଲେ। ବୋଉ ଚୁପ୍ ହୋଇଗଲା। ବାପା କାହାନ୍ତି? ସକାଳୁ କୁଆଡ଼େ ଗଲେଣି? ଅଫିସ କାମ? ଛୁଟିରେ କ'ଣ ଏତେ କାମ ମ? ବାପା ନାହାନ୍ତି। ଭଲ ହୋଇଛି। ବାପା ଥିଲେ ସେ ଓ ବନୁ ଦାଦା ଦାଣ୍ଡ ଘରେ ବସି କ'ଣ ଏଣୁତେଣୁ ଗପିବେ। କ'ଣ ସବୁ ଅଫିସ କଥା, ଖବରକାଗଜ କଥା। ହସ ନାହିଁ, କିଛି ନାହିଁ। ମୁହଁକୁ ଏଡ଼େ କରି ପଦେ କଥା। ସେ କି ଗପ? ଆମ ହେଡ଼ମାଷ୍ଟରଙ୍କ ଘରେ ମିଟିଂ ହେଲା ପରି ମୁଁ ଦେଖିଛି। ସେଦିନ ଘଣ୍ଟା ଘଣ୍ଟା କାଗଜ ଖଣ୍ଡେ ଧରି ବସିଥାନ୍ତି ସମସ୍ତେ। ପିଲାମାନଙ୍କୁ ମନା ହୁଏ ସେ ବାଟ ଦେଇ ଯିବାକୁ, ପାଟି କରିବାକୁ। କ'ଣ ନା ମିଟିଂ ହେଉଛି। ବାପା ଥିଲେ ବୋଉ ଖାଲି ଚା ଜଳଖିଆ ଦେଇ ଚାଲିଯାଏ।
बापा हसती नहीं, बनु दादा हसती नहीं, बोऊ हसे नहीं। बापा बेले बेले बोऊ को कहती बसुना एठी, नाई मोर केते काम पड़ी कही बोऊ चली जाए। दिनुटाए से दिन बनु दादा कौन गोटाए कही निजे निजे हसिले, बोऊ भी हसिला ता सांगरे। बापा दी जनक मुह को अनाइले और कुंथेला परी हसीदेले टिकिए। बापांकर कौन होइछि केजानी? बापा नाहांती, भल होइछि। दांड घर अंधार रे मीटिंग हेउ नाही, बारी रे खरारे गप हेउछि। बनु दादा हसुछंती, बोऊ हसुछि। बोऊ आज खुशी हेबो, बेसी रागिबो नाही। मुंड कुंडेई भल करी रिबन बांधी देबो। मझिरे मझिरे हाथ बंद करी कुआडे अनाई रहिबो। घंटाए लागिबो मुंड बंधा सरला बेलकू बोऊ ओळेसई होइजिबो। बोऊ सकाळे रागी करी कहिथिला जे आजी चूड़ा भजा कदली खाइबाकू। एते भल मंद खाइबाकू पैसा अछि केउठी, किंतु आज बोध हुए अन्य जलखिया मिलिबो, मोहन भोग नहेले आलू पकड़ा। बनु दादा आसीछंती। गीता दांड पिंडार गोटे कोणकू लागी आसिला। सेठी बारीर फाळे देखा जाए। बोऊ लंका मरीच तोळुछि। बनु दादा छिड़ा होइछंती सेठी, हसुछंती। बोऊ मुह टेकी कौन कहला, बनु दादा आहुरी हसुछंती। बोऊ हसी हसी पछकू चलीगला। पछआडू काहा घरू बतक दीटा काँ काँ करी धाई आसुछंती। तांको थंट हलदिया, गोड़ हलदिया, आंगुठी रे जाली बंधा होइछि। पछरे गोटे बुड़ी दौड़ुछि। जड़ाए बतक एकाठी पलाई आसुछंती, एकाठी काँ काँ करुछंती। भाई भौणी नाई, बापा बोऊ, बापा बोऊ उहो नहेले बनु दादा बोऊ नाई। छी, बोऊ मुहरे खरा पड़िछि, कानफुल चमकुछि, मुंडरे सिंदूर चमकुछि। बोऊ हसुछि। आउ बापा एई क्षणी पाखरे थिले। बारी रे बाईगण होइछि, कोला मुचु मुचु बाईगण भाजिले केड़े बढ़िया लागे। बोऊ पचारिलारु बापा से दिन मना कले, किंतु बनु दादा को भाजी करी देले बनु दादा खुशी हेबे, बोऊ खुशी हेबो। बोऊ तांको कोन खाइबाकू देबो आजी? बनु दादा कोन करूछंती? मु निश्चय आसीबी, तम जन्मदिन रे आसीबी नाही एकथा होई पारे? बोऊ हसुछि, मुंड को हलौछि। आहा सत्य जेमिति मु डाकिले दौड़ी पळाय आस सबुदिने नहे कही बनु दादा अनौछंती बोऊ आड़कू। बोऊ हसुछि। बापा एमिति कहि पारंती नाही। बापांकर कोन होइछि? बापांकर देह खराब, औषध खाई ठीक करि देउ नाहंती। कुहुडी भितरे कार जाउछि, टेलीग्राफ तार उपरे काउ बसिछि। टिकी पिला बिजू घोड़े पड़े होई शोइछि बोऊ कोडरे। बोऊ खसा लडू गोटे बापांक मुहरे पुराई देला। बापा नाही नाही करी अधे खाइले और आउ अधक बोहू मुहरे गुंजी देले। दुहे हसुथांती। खसा लडू झुरझुरा होई तले बिंची होई गलानी। हौ विरक्त हेला परी कहूथाए। ड्राइवर सामने आईना अच्छी जानिछ? एई एबेका कथा। आमे जाउथलु स्टेशन बनु दादा को आनिबाकू। बनु दादा नुआ करी एठिकी आसुथांते सेदिन। जदि बनु दादा न आसीथांते? बाबुआ पाटी गलानी। राजू भें भें हेउछि। बोऊ एई क्षणी चली आसीबो, बनु दादा पळेई आसीबे, बोऊ रागिबो। गीता दौड़ी गला अन्य पिलांक पाखकू। बाबुआ पाटी करना, राजू कांदना कहला बेलकू बाबुआ गीता उपरे मुष्टि प्रहार आरंभ करिदेला। गीता ता दी हाथ धरी पिटिला बेलकू बोऊ और बनु दादा आसीगलेनी। बोऊ अनेइछि ता आड़कू कटमट करी। बनु दादा हसुछंती। तू काहेकि मारिलु ताकू? बोऊ मु मारी नाही, से राजू को मारिला, मु छड़ाई देली। से मिछ कहूछि बापा, से मते माइला। राजू को पचार। राजू मुंड टुंगारिला। बोऊ गीतार कान धरिला। बोऊ मु किछि करि नाही, सेमाने पाटी करुथिले, मु छड़ाई देली तू रागिबु बोली। चुप, भारी बोऊ को देखि पारे। 2 मिनिट मनीष को शांति रे रखई देबे नाही। ए गीता हेउछि सबु नाटर गोवर्धन। गीता पाटी न करी कांदुछि, लुह झरझर होई बही जाउछि। ताहारी भितरे अनेइछि बोऊखू और बनु दादाकू। मु किछि करि नाही। बोऊ न रागु बोली मु कजिया भांगिबाकू जाइथिली। काले बोऊ पळेई आसीबो, रागिबो, ता खुशी भांगी जीवो बोली। बोऊ बुझु नाही मते। बनु दादा हसुछंती। तांको हस देखि राग आसुछि। ट्रेन चली जाउछि। मोटा मोटा चक, कला कला धुआं। तारी तले बनु दादा सोई जाइछंती। आउ हसिबे सेतेबेले? बेल रत रत हेउछि। गीता स्कूल रु चालू चालू मझिरे मझिरे 2 पाहुंड दौड़ी जाउछि। चाकर टका कुलिया पछे पछे आसुछि बही बस्तानी धरी। आजी नीरा दीदी कहिले गीता इज ए गुड गर्ल, गीता इज ए गुड गर्ल। अंकरे 10 रु 10, इंग्राजी रे 10 रु 8 और ड्रॉइंग रे फास्ट। नीरा दीदी कहिले एमितिका भल कले तू तो क्लास रे फास्ट होई जिबू। सुमित्रा मो आड़ को कटमट करी चाही थाए, रागु थाए बोध हुए मु फास्ट प्राइज नहीं जीवी बोली। बोऊ आज केड़े खुशी हेबो, गेल्हा करिवो। आजी ता जन्मदिन,
खुशी होई निश्चय पुरस्कार देब, रिबन केक नहेले गछाए पेंसिल। आज बोऊ पाई प्रेजेंट किणी, टंका करे प्रेजेंट। केते दिन साइते साइते टंकाए करिछि। एमितिका प्रेजेंट केही आनी नथिबे। राजुटा कोन देब? रबर खंडे नहेले जरी टिके दे कहिबो, हेई मो प्रेजेंट। दिनक पर पुणी मागि नेब, नहेले कांदे गड़ीजिब। राजुर बुद्धि होई नाही। मोठो भल प्रेजेंट कौन के आनिथिबे? बापा कौन आनिथिबे? निश्चय किछि भल जिनिस होइथिबो। बोऊ दी जनकर जिनिस थाकरे थई समस्तंकु कहिबो, हे देख बापा झियंकर प्रेजेंट। आउ बनु दादा से भी कौन आनिथिबे? से काहींकी कौन आनिबे? से बोर कौन कि नाई आणंतु, कौन हैला सेथिरे? बोऊ खुशी हेबो। बोऊ कौन तांको जिनिस पाई बेसी खुशी हेबो? डेंगा डेंगा ताल गछ, मुंडरे मेंचाए ठिया ठिया बाळ, देहटा हाड़ परी, सबु छंचा सरिलानी, खाली मुंडटे बाकी अछि। ये कौन मुंड भितरु नालिया उंकी मारुछि? सिंदूर लगेइछे? ओहो, मुंड फाटे रक्त बहुछि। ना ना, मुंडरे किए मेंचाए अबीर लगेइ देइछि। हरी खेलुथिला से। एसडीओ बंगला आसिलानी, आउ टिकिए गले आम घर। नीनाटा हिंग स्कुटी हिंसारे जଳି जाउछि। अमंगुली काहेकि देखाइला ता सांगरे? काहेकि ताको कहले प्रेजेंट कथा? मते देखाइबाकू कहिला। मो मन कलारु कहूछि कन्ना आमर एसबु चले नाही। बापा चिड़ंती, कहंती फुलेई ढंग। अमंगुलिया मफसलिया निजे जेउ पिलाटा तो सूर्यमणि तो क्लास रे पढ़े। कहूथिला जे से माड़ खाए और माड़ खाइले भो भो होई कांदे भेरंडांक परी। घरे भी माड़ खाउथुबो, ता बोऊ कोण ताको मारु नथिबो? मो बोऊ कोण बेसी मारे? नाई, एबे सिना एमिति मारुछि, हेले मोठो राजू बेसी माड़ खाए। आज बोऊर जन्मदिन, आज से खुशी थिबो। मो प्रेजेंट पाई आहुरी खुशी हेबो। जन्मदिन रे खुशी तिले परा वर्ष जाक खुशी होंती, ताहेले बोऊ आ रागिबो नाही आजिठु। हेई आम घर आसीगला। ए माइल खुंट, तापरे उई हुंका, राणी उई घर करिछि, तापरे फुटबल पड़ियार कांथ, छवि मरा होइछि, नर्गिस नाकरे नलक नाइछि। बोऊ कहूथिला बुढ़ी मार सेमिति नलक थिला। तापरे आम घर। घरे आलुओ लागिलानी, दांडरे केही नाहांती। बोऊ बोधहुए घरे अछि। बापा ऑफिस रु फेरी नथिबे। राजू बिजी कौन करुथिबे? बुली जाइछंती, तांकर मज्जा। आर वर्ष स्कूल को गले राजूर मज्जा चली जिवो जे। अंधार आसिलानी, सिनेमा छवि बारी हेउ नाही। पड़िया कांथ पाखकु छटिया पानी धारटीए कला कला दिसुची। पाखकु जीबी नाही, ता भितरे सेदिन थिला गोटे कला पक थिबो। एई क्षणी अंधारी भितरे बसिथिबो, चुपचाप होई घास पुलाक मझिरे। बुढ़ी असुरुणी अंधार जंगल भितरे बसिछि एकुटिया। पाखकु आसिले टाकु किनी गिळीदब। शीत लागुछि, हातरे कोण टिकिए टिकिए फुल्ली उठुछि। रोम टांकुरी उठुछि। डर लागिले परा रोम टांकुरी उठे। प्रेजेंट काहीं? प्रेजेंट हातरे अछि ना? गीता मुठेई धरिला हातरे थिबा कागज पुड़ियाटिकु। तार चाली धीर होई आसिला। घर फाटक पाखरे पहुँचिला बेलकु घरे आलुओ जळुछि। बाहर अंधार, केही नाहांती। फूल सबु सोई पड़िलेनी। पूजारी कबाट खोली देलानी। बोऊ काहीं? माँ जाइछंती मिश्र बाबूंको घरकू। पिलाए खेलिबाकू जाइछंती। बाबू कचेरीरु फेरी नाहांती। बोऊ नाही, केही नाहांती। बोऊर कोण मने नाही आजी तार जन्मदिन बोली? नाई, बोऊ एई क्षणी फेरी आसिबो। मु ताकू कहिबी मु क्लास रे फास्ट होइछि बोली। से आसिबा आगरु मु मो प्रेजेंट सजाड़ी रखिबी मझी घरे आलुओ तळे। बोऊ खुशी हेबो। केही नाहांती, भल होइछि। जाउछि आगे ताकू दांड घर को नहीं जाए। सेठी खोली ठीक ठाक करी मझी घर को नहीं जीबी। दांड घर को जीवा बाटरे गीता ठिया होई गला। बारीपट कबाट पाखरे। कबाट मेला होइछि। चारिआड़ अंधार। गछ पाखरे बेसी अंधार। अंधार रे कथा सुबुछि। कथा नुहे, पवन। पवन रे गछ कथा कहूछि। केते दूर रे काहा घरे आलुओ जळुछि। चौधरींकर 2 महला कोठा घर उपर महलारे आलुओ जळुछि। आलुओ पवन रे थरु नाही काहेकि? दांड घरे आलुओ जळुछि। कांथरे फोटो टंगा होइछि। बोऊ मते कोଳରେ धरि छिड़ा होइछि। बोऊ हसु नाही। पवन रे अंधार थरुछि, कथा कहूछि, किंतु आलुओ रे किछि होई नाही। बोऊ आलुओ रे रहिछि एकुटिया, खुंट परी। सेठिके पवन जाउ नाही। पवन सेठिके आसंता। मुंड बाळ फुरफुर होई उड़ी उठंता। बोऊर ओठ थरी उठंता। बोऊ हसंता, कथ कहंता, रागंता।
ବୋଉ ଯଦି ସତରେ ଏଇ ଫଟୋ ଭଳିଆ ହୋଇଯାଏ ରାଗିବା ବି ବନ୍ଦ କରିଦିଏ। ହେଇ ସେ କୋଣରେ ପୋଲିସ ଲାଇନ୍ ପଡ଼ିଆ ଉପରେ ଜହ୍ନ ଫାଳେ କଟିଯାଇଛି। ଛୁରୀରେ କଟା ହେଲା ପରି ନୁହେଁ, କିଏ ଛିଣ୍ଡେଇ ନେଲା ପରି। ତା ଚାରିପାଖ ଯାକ ଗୋଲ ହୋଇ ପାଉଁଶିଆ ଆଲୁଅ କୁହୁଡ଼ି। ଜହ୍ନ ମାମୁଁ, ତାକୁ ମାମୁଁ କାହିଁକି କହନ୍ତି? ବୋଉର ଭାଇ, ବୋଉର 4 ଭାଇ, ଇଏ 5। ସତରେ ମାମୁଁ? ମାମୁଁ ମୁହଁ ଗୋଲ, ମାମୁଁ ମୁହଁ ଗୋରା, ବୋଉ ମୁହଁ ଗୋଲ। ଗୋରା ମାମୁଁ ହସୁଛି, ନାଇଁ ତ ଏକୁଟିଆ ମୁହଁକୁ ଶୁଖେଇ ବସିଛି। ପାଖରେ ତାରାଟିଏ ନାହିଁ, କେହି ନାହିଁ, ଏକୁଟିଆ। ବୋଉ ଭଳିଆ। କିଛି ସମୟ ପରେ ଗୀତା ଦାଣ୍ଡ ଘରେ ତାର ଆଳି ମାଳିକା ଖେଳନା ସଜାଡ଼ୁଛି। ବରକନ୍ୟା ମଝିରେ 2 ପାଖରେ ବାଳାବାଲା। କନ୍ୟା ସାଙ୍ଗର ଯାଉଛି ଖଟ, ଆଲମାରି, ଟେବୁଲ, ସୋଫା ସେଟ୍ ଆଉ ସିଲେଇ ମେସିନ୍, ରେଡ଼ିଓ। ଏଥରକ ବଜାରକୁ ଗଲେ କହିବି ବୋଉକୁ କିଣିଦେବ। ଥାକ ଉପରୁ ମହାଦେବ ଅନେଇଛନ୍ତି। ଗୋଟାଏ ଗୋଡ଼ ଉଠିଛି ବଙ୍କା ହୋଇ। ହାତରେ ଡମରୁ। ବମ୍ ବମ୍ ବାଜେ ଡମରୁ, ବାଜେ ଡମରୁ। ବୋଉର ଏଇ ପ୍ରେଜେଣ୍ଟ ସେ କେଉଁଠି ରଖିବ? ଦାଣ୍ଡ ଘର ଖେଳନା ଥାକରେ, ମଝି ଘର ଥାକରେ, ନା ଶୋଇବା ଘର ଆଇନା ଟେବୁଲ ଉପରେ? ବୋଉ ପୁଣି ମୋତେ କ'ଣ ଫେରାଇ ଦେବ? ମୋର ବରକନ୍ୟା ତାକୁ ପାଇ ଭାରି ଖୁସି ହୁଅନ୍ତେ। ନାଇଁ ଥାଉ, ସେ ବୋଉର। ବୋଉ ତାକୁ ନେଇ ଯାହା କରିବ। ଯାଉଛି ଖେଳିବି ତାକୁ। 1 2 3 କାଗଜରେ ବନ୍ଧା ହୋଇ ଅସନା ଦେଖାଯାଉଛି। ମୁଁ ଗୋଟାଏ ସୁନ୍ଦରିଆ ଖୋଳ ମାଗିଲେ ଯେ ଦେଲା ନାହିଁ। ପ୍ରେଜେଣ୍ଟ ପଦ୍ମ ଫୁଲ, ଚକ୍ ଚକ୍ ଧଳା ଶାମୁକା ଖଞ୍ଜା ହୋଇଛି ଗୋଟି ଗୋଟି। ଫୁଲର ପାଖୁଡ଼ା, ପାଖୁଡ଼ା ଅଗରେ ସରୁ ସୁନେଲି ଗାର। ଫୁଲ ମଝିରେ କ'ଣ ରୁଆ ରୁଆ ହୋଇ ଗୁନ୍ଥା ହୋଇଛି ହଳଦିଆ ହୋଇ। ଫୁଲର କେଶର। ଦୋକାନବାଲା କହୁଥିଲା ବେଶୀ ଟଙ୍କା ଥିଲେ ଆହୁରି ସୁନ୍ଦର ଫୁଲ ମିଳିଥାନ୍ତା, ସୁନା ରୂପା ଲଗା ହୋଇ। ହଉ, ଏଇ କ'ଣ ସୁନ୍ଦର ହେଇନାହିଁ? ୟାକୁ ନେଇଯାଉଛି ଥାକ ଉପରକୁ, ମହାଦେବଙ୍କ ପାଖକୁ। ସବୁ ଆଲୁଅ ଲିଭେଇ ଦେବି। ଖାଲି କାନ୍ଥର ସେ ଧଳା ଆଲୁଅଟି ଜଳୁଥିବ ଠିକ୍ ମହାଦେବଙ୍କ ଦେହରେ ଓ ମୋର ପଦ୍ମଫୁଲ ଉପରେ। ଭଲ ହୋଇନି? ନିଶ୍ଚୟ ଭଲ ହୋଇଛି, ବଢ଼ିଆ ହୋଇଛି। କ'ଣ କହୁଛ ମହାଦେବ? ବୋଉ ନିଶ୍ଚୟ ଖୁସି ହେବ, ନୁହେଁ? ଯାଉଛି, ୟାକୁ ମଝି ଘରକୁ ନେଇଯାଏ। ବୋଉ ସେଇଠିକୁ ଆସିବ ଆଗେ, ତା ଆଖିରେ ପଡ଼ିବ। ପ୍ରେଜେଣ୍ଟକୁ ହାତରେ ଧରି ଗୀତା ଧୀର ପାଦରେ ମଝି ଘର ଆଡ଼କୁ ମୁହାଁଇଲା। ଘର ଦୁଆର ବନ୍ଧରେ ପହଞ୍ଚି ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଆଲୁଅ ସୁଇଚ୍ ଟିପିଦେଲା। ଘର ସାରା ଆଲୁଅ। ବିଛଣା ହୋଇନାହିଁ। ପିଲାଙ୍କ ଧୁଆ ଜାମାପଟା ଗଦା ହୋଇ ପଡ଼ିଛି ସେମିତି। ବୋଉ ଆସିଲେ ଚିଡ଼ିବ କୁଳିଆ ଉପରେ। ଏ କ'ଣ? କାନ୍ଥ କୋଣର 3 କୋଣିଆ କାଠପଟା ଉପରେ ନୂଆ ଜିନିଷଟିଏ ଥୁଆ ହୋଇଛି। ଚିକ୍ ଚିକ୍ ଧଳା। ପଥର ନା ରୂପା? ସବୁଯାକ ଆଲୁଅ ପଡ଼ୁଛି ତାରି ଉପରେ। କେତେ ବଡ଼, କେଡ଼େ ସୁନ୍ଦର। କିଏ ଆଣିଲା ୟାକୁ? ହାତ ପାଇବ ନାହିଁ। ଖଟ ବାଡ଼ରେ ଚଢ଼ି ଦେଖିବି। ତା ପ୍ରେଜେଣ୍ଟକୁ ଝରକା ଉପରେ ଥୋଇ ଗୀତା ଖଟ ବାଡ଼ ଉପରେ ଚଢ଼ିଲା ନୂଆ ଜିନିଷଟିକୁ ଦେଖିବା ପାଇଁ। ପାଖରେ ଆହୁରି ସୁନ୍ଦର ଲାଗୁଛି, ଆହୁରି ବଡ଼ ଧଳା। କ'ଣ ଇଏ? କୋଠା ନା ଦେଉଳ? ନା ନା, ଇଏ ହେଉଛି ତାଜମହଲ। ଆମ ଇତିହାସ ବହିରେ ଛବି ଅଛି। ଧଳା ମାର୍ବଲ ପଥରରେ ତିଆରି। ଆଚ୍ଛା ରେ ଆଚ୍ଛା, କାନ୍ଥରେ ଅଛି। କିଏ ତିଆରି କରିଥିଲାଟି? ଇଏ ବି କ'ଣ ମାର୍ବଲ ପଥର? ହଁ ତ, ହାତକୁ ଚିକ୍କଣ ଲାଗୁଛି, ଥଣ୍ଡା ଲାଗୁଛି। କେତେ ଟଙ୍କା ହୋଇଥିବ? ତା ତଳେ ଖଣ୍ଡେ କାଗଜ ରଖାହେଇଛି। କ'ଣ ଲେଖା ହୋଇଛି ଶାଗୁଆ କାଳିରେ? ନୂଆ ବୋଉଙ୍କୁ ଜନ୍ମଦିନରେ ବନୁ ଦାଦା ଦେଇଛନ୍ତି ବୋଉ ପାଇଁ ପ୍ରେଜେଣ୍ଟ। ପଛଆଡ଼େ କୁଳିଆ ଆସିଲାଣି। ଗୀତା ଦେଇ ସେଥିରେ ଲାଗ ନାହିଁ। ଏହି ଟିକକ ଆଗରୁ ବନୁ ଦାଦା ଆସିଥିଲେ, ରଖିଦେଇ ଯାଇଛନ୍ତି। ମା ଦେଖି ନାହାନ୍ତି। ହେଉ ହେଲା ଯେ, ମୁଁ ଜାଣେ, ତୁ ଗଲୁ ଏଠୁ। ବନୁ ଦାଦା ପ୍ରେଜେଣ୍ଟ ଦେଇଛନ୍ତି। ବଢ଼ିଆ ଜିନିଷ, ଦାମିକା ଜିନିଷ। ବୋଉ ଖୁସି ହେବ ଭଲ ଜିନିଷ ବୋଲି, ଆଉ ବନୁ ଦାଦା ଦେଇଛନ୍ତି ବୋଲି। ମୋ ଜିନିଷ ଥୁଆ ହୋଇଛି ଝରକା ଉପରେ। ଝରକାର ଅନ୍ଧାରିଆ କୋଣରେ ଧଳା ଦିଶୁନାହିଁ, ଚିକ୍ ଚିକ୍ ଦିଶୁନାହିଁ, ଅପରିଚ୍ଛନ୍ନିଆ ଦିଶୁଛି। ବୋଉକୁ ଦେବି ନାହିଁ ମୋ ପ୍ରେଜେଣ୍ଟ। ଦେଲେ ଲାଭ କ'ଣ? କାହିଁ ତାଜମହଲ, ଆଉ କାହିଁ ମୋ ଶାମୁକା? ବୋଉ ରଖିଦେବ କେଉଁ କୋଣରେ, ପଚାରିବ ନାହିଁ, କେହି ପଚାରିବେ ନାହିଁ। ବନୁ ଦାଦାଙ୍କ ଜିନିଷକୁ ଭାଙ୍ଗିଦେଲେ, ଫୋପାଡ଼ି ଦେଲେ। ନାଇଁ ନାଇଁ, ମୋ ପ୍ରେଜେଣ୍ଟ ଭଲ, ସୁନ୍ଦର। ଏ ହେଉଛି ବଡ଼ମାନଙ୍କର ପ୍ରେଜେଣ୍ଟ, ମୋର ହେଉଛି ପିଲାଙ୍କର ପ୍ରେଜେଣ୍ଟ। ବୋଉ ବନୁ ଦାଦାଙ୍କର ଜିନିଷ ପାଇଁ ଖୁସି ହେବ, ମୋର ପାଇଁ ବି ଖୁସି ହେବ। ଏ ଜିନିଷ କ'ଣ ଏଇଠି ଥିବ, ନା ଦାଣ୍ଡ ଘରକୁ ନେଇଯିବି? ଚୌଧୁରୀଙ୍କ ଘର ମହୀଶୂର ଯାଇଥିଲେ, ତାଙ୍କୁ ଆଣିଥିବା ଜିନିଷ ଦାଣ୍ଡ ଘରେ ଅଛି। ନନ୍ଦ ଭାଇ ବମ୍ବେରୁ କେତେ ଜିନିଷ ଆଣିଥିଲେ, ସେ ବି ସେଇଠି ଅଛି। ବନୁ ଦାଦାଙ୍କ ଜିନିଷ ସେଇଠି ରହିବ, ଭଲ ହେବ। ଏଠି ରଖିଥିବି ମୋ ଜିନିଷ, ବୋଉ ଆଖି ଆଗ ପଡ଼ିବ ଏଠି। ଗୀତା ତାଜମହଲ ମୂର୍ତ୍ତିଟିଏ ଆସ୍ତେ ଉଠାଇ ଗୋଟାଏ ହାତରେ କୁଣ୍ଢାଇ ଧରି ଓ ଓହ୍ଲାଇବାକୁ ଚେଷ୍ଟା କଲା। ଆରେ ନାଇଁ ନାଇଁ, ଓଃ ଧଡ଼ାସ୍। ତାଜମହଲ ତଳେ ପଡ଼ି ଚୂନା ହୋଇଯାଇଛି।
ଗୀତା ପାଖରେ ଛିଡ଼ା ହୋଇ ଅନେଇ ରହିଛି ତାକୁ। ଆଖିରେ ଡର, ସବୁ ସରିଗଲା ଭାବ। ଇଏ କ'ଣ ହେଲା, କାହିଁକି ହେଲା? ବୋଉର ଜନ୍ମଦିନର ପ୍ରେଜେଣ୍ଟ ଭାଙ୍ଗି ଯାଇଛି, ବନୁ ଦାଦାଙ୍କର ଦିଆ ପ୍ରେଜେଣ୍ଟ ଭାଙ୍ଗି ଯାଇଛି। ବୋଉର ସବୁ ସରତା ଭାଙ୍ଗିଯିବ। ବୋଉ ରାଗିବ। ବୋଉ ସବୁଦିନ ରାଗି, କିନ୍ତୁ ଆଜି ଆହୁରି ରାଗିବ। ବନୁ ଦାଦାଙ୍କର ଜିନିଷ ଭାଙ୍ଗି ଯାଇଛି, ସବୁ ଜନ୍ମଦିନର ସଉକ ଚାଲିଯିବ। ଆଉ ମୁଁ ବୋଉ ପାଇଁ ପ୍ରେଜେଣ୍ଟ ଆଣିଥିଲି, ସେ ସେଇଠି ପଡ଼ି ରହିଛି ଝରକା ଉପରେ। ତାକୁ ବି ଭାଙ୍ଗିଦେବି ଯାଉଛି। ନାଇଁ ନାଇଁ, ମୁଁ ତାକୁ ଭାଙ୍ଗି ନାହିଁ, ମୁଁ ଜାଣିଶୁଣି ଭାଙ୍ଗି ନାହିଁ। ମୁଁ ଚାହିଁନଥିଲି ବନୁ ଦାଦାଙ୍କର ଜିନିଷ ପାଇଲେ ବୋଉ ବେଶୀ ଖୁସି ହେବ। ମୁଁ ତାକୁ ଦାଣ୍ଡ ଘରେ ରଖିବାକୁ ଯାଉଥିଲି, ବୋଉ କ'ଣ ବୁଝିବ? ଦାଣ୍ଡ ଘରକୁ ନେଇ ଯାଉଥିଲି କାହିଁକି? ମୋ ଜିନିଷକୁ ଏଠି ରଖୁଥିଲି କାହିଁକି? ନାଇଁ, ମୁଁ ଜାଣିଶୁଣି କିଛି କରିନାହିଁ। ମୁଁ ବନୁ ଦାଦାଙ୍କ ଜିନିଷ ଭାଙ୍ଗି ନାହିଁ। ବୋଉ ମୋତେ ଭଲ ପାଏ, ବୋଉ ବୁଝିବ। କିନ୍ତୁ ବନୁ ଦାଦାଙ୍କ ଜିନିଷ ଭାଙ୍ଗି ଯାଇଛି। ଘର ଜିନିଷ ନୁହେଁ, ବାପାଙ୍କ ଜିନିଷ ନୁହେଁ। ବୋଉ ଖାଲି ରାଗିବ ନାହିଁ, ବୋଉ ବ୍ୟସ୍ତ ହେବ। ମୁଁ କାହିଁକି ଏଠୁ ନେଇ ଯାଉଥିଲି ତାକୁ? ବୋଉ ମୋ ଜିନିଷ ଆଗେ ଦେଖିବ ବୋଲି କାହିଁକି ଏମିତି କଲି? ବନୁ ଦାଦାଙ୍କର ଜିନିଷ ମୋ ଠାରୁ ଭଲ, ସୁନ୍ଦର। ବୋଉ ପାଇଁ ବନୁ ଦାଦାଙ୍କର ଜିନିଷ ମୋ ଠାରୁ ଭଲ, ସୁନ୍ଦର। ଏଇକ୍ଷଣି ସେମାନେ ଆସିବେ, ବୋଉ ଫେରିବେ, ବନୁ ଦାଦା ଆସିବେ। ମୁହଁରେ ମୁର୍କି ମୁର୍କି ହସ। ବାପା ଆସିବେ, କିନ୍ତୁ ତାଙ୍କ ଆସିବାର କ'ଣ ଅଛି? ମୁଁ କାହିଁକି ଏମିତି କଲି? ମୁହଁରେ ହାତ ଦେଇ ଗୀତା ଖଟ ଉପରେ ବସି ପଡ଼ିଲା। ଅନର୍ଗଳ ହାତ ପାପୁଲି ଭିଜାଇ ଦେଲା। କିଛି ସମୟ ପରେ ଜତା ମଚ ମଚ ଶୁଭୁଛି। କିଏ ଆସିଲା? ବନୁ ଦାଦା ନୁହେଁ, ବାପାଙ୍କ ଚାଲି। ଗୀତାର ବାପା ଘର ଭିତରକୁ ପଶିଯାଇ ଦେଖିଲେ ଏ ଦୃଶ୍ୟ। ମୁହଁରେ କ୍ଳାନ୍ତି ଓ ବ୍ୟସ୍ତତା ସବୁଦିନ ପରି। ଇଏ କ'ଣ ପଡ଼ିଛି? ଉତ୍ତର ନାହିଁ। ଇଏ କ'ଣ ଭାଙ୍ଗି ଯାଇଛି? ପଚାରୁଛି ପରା। ପ୍ରେଜେଣ୍ଟ ବନୁ ଦାଦା ଆଣିଥିଲେ ବୋଉ ପାଇଁ। ବାପା ଚୁପ୍ ହୋଇଗଲେ। କ'ଣ ଭାବୁଛନ୍ତି? ବାପା ଫେରି ଯାଉଛନ୍ତି, କିଛି କହୁନାହାନ୍ତି କାହିଁକି? କାନ୍ଦ ଭିତରେ ବି ଗୀତାର ମୁହଁ ଟିକିଏ ଉଜ୍ଜ୍ୱଳ ହୋଇ ଆସିଲା, କ'ଣ ଗୋଟିଏ ନୂଆ ଆଶା ପାଇଲା ପରି। ବାପା ଫେରି ଯାଉଛନ୍ତି। ପଚାରିବି, ପଚାରିବି, ବାପା, ବାପା କ'ଣ? ଗୀତା ଦୌଡ଼ିଲା ତା ବାପାଙ୍କ ପାଖକୁ। ବାପା, ବୋଉ ପାଇଁ ପ୍ରେଜେଣ୍ଟ ଆଣିଛ?